ଏଠି ସମସ୍ତେ ତ ଗଛର ସୌନ୍ଦର୍ଯ୍ୟକୁ ଦେଖନ୍ତି। ଗଛ କେତେ ଝଙ୍କାଳିଆ ହେଇଛି, ଗଛ କେତେ ଡେଙ୍ଗା ହେଇଛି, ଗଛ କେତେ ମୋଟା ହେଇଛି, ସେ କଥାକୁ ସମସ୍ତେ ଦେଖନ୍ତି। ହେଲେ ସେ ଚେର କେତେ ଭିତରକୁ ଯାଇଛି, ତାକୁ ମାଟି କେତେ କାମୁଡ଼ିକି ଧରିଛି, ସେ କଥାକୁ କେହି ଦେଖନ୍ତି ନାହିଁ। ଠିକ୍ ସେମିତି ଆଜ୍ଞା ମଣିଷର ଉନ୍ନତିକୁ ସମସ୍ତେ ଦେଖନ୍ତି। ମଣିଷ ପାଖରେ କେତେ ପଇସା ଅଛି, ମଣିଷ କି ଗାଡ଼ି ଚଢ଼ିଲା, ମଣିଷ କେମିତି ବଞ୍ଚିଲା, ମଣିଷ କ'ଣ ଖାଇଲା, ମଣିଷ କେଉଁଠି ରହିଲା, କେତେ ବିଳାସପୂର୍ଣ୍ଣ ଜୀବନ ବିତେଇଲା, ସେ ଜିନିଷକୁ ସମସ୍ତେ ଦେଖନ୍ତି। ହେଲେ ତାକୁ ଜାବୁଡ଼ି ଧରିଥିବା ଅନ୍ୟ ଜଣେ ମଣିଷକୁ କେହି ଏଠି ଦେଖନ୍ତି ନାହିଁ। ତା ଜୀବନର ସଂଘର୍ଷକୁ କେହି ଏଠି ବୁଝନ୍ତି ନାହିଁ। କେବଳ ଉପରଟାକୁ ଦେଖିକି ସମସ୍ତେ ଜଜ୍ କରିବା ଆରମ୍ଭ କରନ୍ତି। ଥରୁଟିଏ ସେ ମାଟି ତଳକୁ ଯାଇ ସେ ଚେରର ଅବସ୍ଥା ବୁଝିବା ଦରକାର। ମଣିଷର ଭିତରକୁ ଯାଇ ତା ମନର ଅବସ୍ଥା ବୁଝିବା ଦରକାର। ଏଇ ତ ଜୀବନର କଥା।